ଆପଣମାନଙ୍କର ଅଭିଯୋଗ ମୁଁ ପ୍ରତ୍ୟେକ ସପ୍ତାହର ବୁଧବାର ଏବଂ ଶନିବାର ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଆପଣଙ୍କର ଅଭିଯୋଗକୁ ଶୁଣିବି ଏବଂ ସରକାରଙ୍କ ସହିତ କଥା ହେବି, ଅଧିକାରୀମାନଙ୍କ ସହିତ କଥା ହେବି, ଆପଣମାନଙ୍କ ସମସ୍ୟାର କିପରି ଭାବରେ ସଠିକ ସମାଧାନ ହେବ। ଗୋପର ଜନସାଧାରଣଙ୍କୁ ପ୍ରଣାମ କରୁଛି। ଆପଣମାନଙ୍କର ଭଲ ପାଇବାରେ ମୁଁ ନେତା। ଏବେ ମୁଁ ଲକ୍ଷ୍ୟ ରଖୁଛି ଆପଣମାନଙ୍କର ଅନେକ ସମସ୍ୟା ଯାହା ସାଧାରଣ ଲୋକଙ୍କ ଭିତରେ ଯେଉଁ କଥା ଅଛି, ସରକାରଙ୍କର ଯେଉଁ ବିଭିନ୍ନ ଯୋଜନା ଅଛି, ସେ ମଣ୍ଡିରେ ଧାନ ବିକ୍ରି କରିବା କଥା ହେଉ, ସେ ଭତ୍ତା ପାଇବା କଥା ହେଉ, ସେ ଆବାସ ପାଇବା କଥା ହେଉ ବା ବିଭିନ୍ନ ପ୍ରକାର ସମସ୍ୟା ଯାହା ଅଛି, ତାକୁ ଯାହା ସରକାରଙ୍କର ନିଷ୍ପତ୍ତି, ତାହା ସରକାରୀ ଅଧିକାରୀମାନେ କାର୍ଯ୍ୟ କରିବାରେ ଯେଉଁ ବିଳମ୍ବ ଘଟୁଛି, ଯେଉଁ ସମସ୍ୟା ଉତ୍ପନ୍ନ ହେଉଛି, ସେଥିପାଇଁ ଏକ ଗ୍ରିଭାନ୍ସ ନେବା ପାଇଁ ଆଜିର ଦିନରେ ନିଷ୍ପତ୍ତି ହେଉଛି। ଆପଣମାନଙ୍କର ଅଭିଯୋଗ ମୁଁ ପ୍ରତ୍ୟେକ ସପ୍ତାହର ବୁଧବାର ଏବଂ ଶନିବାର ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଆପଣଙ୍କର ଅଭିଯୋଗକୁ ଶୁଣିବି ଏବଂ ସରକାରଙ୍କ ସହିତ କଥା ହେବି, ଅଧିକାରୀମାନଙ୍କ ସହିତ କଥା ହେବି, ଆପଣମାନଙ୍କ ସମସ୍ୟାର କିପରି ଭାବରେ ସଠିକ ସମାଧାନ ହେବ, ଆପଣମାନେ ଯେପରି ତାର ଫଳପ୍ରାପ୍ତି ହେବେ, ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଁ ଆଶା କରୁଛି ଆପଣମାନଙ୍କର ଯାହା ଯାହା ସମସ୍ୟା ଅଛି ବିଭିନ୍ନ ସମୟରେ ମୋତେ ଆପଣମାନେ ଯୋଗାଯୋଗ କରୁଛନ୍ତି, କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାକୁ ସମାଧାନ କରିବା ପାଇଁ ପ୍ରତି ସପ୍ତାହର ବୁଧବାର ଏବଂ ଶନିବାର ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠ ଚେୟାରମ୍ୟାନ ପଞ୍ଚାୟତ ସମିତି ନିମାପଡ଼ା ଶଙ୍କର ଭୋଇଙ୍କ କ୍ୱାର୍ଟରରେ ଏଠି କାର୍ଯ୍ୟକାରୀ ହେବ। ତେଣୁ ଅନୁରୋଧ କରୁଛି ଯାହା ଯାହା ସମସ୍ୟା ଅଛି ଆପଣମାନେ ମୋତେ ଆସି ବ୍ୟକ୍ତିଗତ ଭାବରେ ଭେଟି ଆପଣଙ୍କ ସମସ୍ୟାକୁ ଉପସ୍ଥାପନ କରିବାକୁ। ଧନ୍ୟବାଦ।